ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ବାବାଙ୍କ ଜୀବନ କାହାଣୀ ଭାଗ 1ରେ ଏକ ସୁନ୍ଦର କବିତା। ଯେତେବେଳେ ପ୍ରଥମ ଥର ଆବୁକୁ ଯଜ୍ଞବଚ୍ଛ ଆଗମନ କରିଥିଲେ ଏବଂ ପର୍ବତ ଉପରେ ତପସ୍ୟା ଆରମ୍ଭ କରିବାକୁ ଗଲାବେଳେ ପର୍ବତର ପାଦଦେଶରେ ଥିବା ପଥିକ ଏହି ଧବଳ ଶ୍ଵେତ ବସ୍ତ୍ରଧାରୀମାନଙ୍କୁ ଦେଖି କିଛି ସମୟ ଠିଆ ହୁଅନ୍ତି ଏବଂ ତାଙ୍କ ମନରେ କିଛି ପ୍ରଶ୍ନ ଆସେ। ଏମାନଙ୍କ ହାତରେ ତ ଅସ୍ତ୍ରଶସ୍ତ୍ର ନାହିଁ, କିନ୍ତୁ ଶକ୍ତି ଭଳି ଦେଖାଯାଉଛନ୍ତି। ଏମାନେ କିପରି ମାୟାକୁ ପରାସ୍ତ କରିବେ? କ'ଣ ଏମାନଙ୍କୁ ଜଣାଥିଲା ଯେ ଏମାନେ ହେଉଛନ୍ତି ଗୁପ୍ତ ବେଶଧାରୀ ଶିବ ଶକ୍ତି? ସେଇ ଶିବ ଶକ୍ତି କ'ଣ? ଏମାନଙ୍କ ମନରେ ଉଠୁଥିବା ପ୍ରଶ୍ନକୁ ଆଧାର କରି ତାଙ୍କ ମନରେ ଏକ ସୁନ୍ଦର କବିତା ଭାସି ଉଠୁଥିଲା। ଚାଲନ୍ତୁ ଶୁଣିବା ସେ ସୁନ୍ଦର କବିତା କ'ଣ ଥିଲା। ସହଜ ଯୋଗକୁ କବଚ କରି ଜ୍ଞାନ ତରବାରି ପ୍ରୟୋଗ କରି ମାୟା ସହ ଆମେ ଲଢ଼େଇ କରୁ, ପଞ୍ଚବିକାରକୁ ଅଧୀନ କରୁ। ମାୟା ସହ ଆମେ ଲଢ଼େଇ କରୁ, ପଞ୍ଚବିକାରକୁ ଅଧୀନ କରୁ। ଆମ ଏ ଲଢ଼େଇ ଅଲୌକିକ, ମାୟାକୁ ମାରିବା ଆମରି ଲକ୍ଷ୍ୟ। କାମ କ୍ରୋଧ ଲୋଭ ଆମ ବହିରେ, ଯୁଦ୍ଧରେ ଜିତିବୁ ଶତ୍ରୁ ସଂହାରି। କାମ କ୍ରୋଧ ଲୋଭ ଆମ ବହିରେ, ଯୁଦ୍ଧରେ ଜିତିବୁ ଶତ୍ରୁ ସଂହାରି। ସମର ନୁହେଁ ଏ ମହାସମର, ହିଂସା ମରାମରି ନାହିଁ ଏଠାର। ଆମେ ଅଟୁ ଯେତେ ବ୍ରହ୍ମାଙ୍କ ସୁତ, କରୁନା କାହାର ଶରୀର ଘାତ। ଆମେ ଅଟୁ ଯେତେ ବ୍ରହ୍ମାଙ୍କ ସୁତ, କରୁନା କାହାର ଶରୀର ଘାତ। ଓମ୍ ଶାନ୍ତି।